ହ୍ୟାଲୋ ଗାଇସ୍ ୱେଲକମ୍ ଟୁ ମାଇ ବ୍ଲଗ୍। ଆଜି ବ୍ଲଗ୍ଟି ଷ୍ଟାର୍ଟ କରିଛି କେତେବେଳେ ନା ସନ୍ଧ୍ୟାବେଳେ। ସନ୍ଧ୍ୟାର ଟାଇମ୍ ହେଇଗଲା ଏଇଖିଣା ଦିନର କେଇଟା ନା 6ଟା ବେଳେ ଷ୍ଟାର୍ଟ କରିବା କାରଣ ହେଉଛି ଆଜି ଦିନରେ ଗୋଟେ କାମରେ ଯାଇଥିଲି ବୋଲି ଆଉ ବ୍ଲଗ୍ଟି କରିପାରିନଥିଲି। ସେ ଯେଉଁ ଭାବିଲି ଏଇଖିଣା ଟିକେ ବ୍ଲଗ୍ଟି ଷ୍ଟାର୍ଟ କରିଦେବା। ଆଉ ଆପଣମାନେ କେତେ ଭଲ ଅଛନ୍ତି? ସେମିତି ଭଲ ଥାଆନ୍ତୁ, ବିନ୍ଦାସରେ ଥାଆନ୍ତୁ। ଆଜି ବ୍ୟାକ୍ କ୍ୟାମେରା କରି ଆଜିର ୱେଦର୍ ଦେଖିଦେଉଛି, ଆଜିର ବ୍ଲଗ୍ଟି ଷ୍ଟାର୍ଟ କରୁଛି। ଇଏ ହେଲା ଆଜିର ୱେଦର୍। ତ ସୂର୍ଯ୍ୟମହାପ୍ରଭୁ ଏଇଖିଣା ନାହାନ୍ତି, କାରଣ ଦିନ 6ଟା ବେଳେ ସୂର୍ଯ୍ୟମହାପ୍ରଭୁ ଯେଉଁ ସନ୍ଧ୍ୟାର 6ଟା ବେଳେ ଏଇଖିଣା ସୂର୍ଯ୍ୟମହାପ୍ରଭୁ ସେ ଯେଉଁ ଫେରିଗଲେ। ସୂର୍ଯ୍ୟମହାପ୍ରଭୁ ତ ଆଜି ଆସିନଥିଲେ, କାରଣ ବର୍ଷା ହେଉଥିଲା ଯେହେତୁ ସୂର୍ଯ୍ୟମହାପ୍ରଭୁ ଆଜି ଆସିନଥିଲେ। ଆଉ ଚାଲନ୍ତୁ ଦେଖିବା ଆଜିର ସନ୍ଧ୍ୟାବେଳଟି କେମିତି କ'ଣ ଯାଉଛି, ଆଉ କିଏ ଘରେ କ'ଣ କରୁଛନ୍ତି ଚାଲନ୍ତୁ ଯିବା ଦେଖିବା। ମା ଏଇଖିଣା ଯାଇଛନ୍ତି ସନ୍ଧ୍ୟା ଦେବାକୁ, ମୁଁ ଏଇଖିଣା ଅଛି ଉପରେ। ମାମା ଏଇଖିଣା ଯାଇଛନ୍ତି ସନ୍ଧ୍ୟା ଦେବାକୁ। ଏବେ ଯେହେତୁ ସନ୍ଧ୍ୟା ଟାଇମ୍, ମାମା ଏଇଖିଣା ଯାଇଛନ୍ତି ସନ୍ଧ୍ୟା ଦେବାକୁ। ତାପରେ ମା ଯାଇଛି, ଚାଲନ୍ତୁ ଯିବା ପରେ ଠାକୁରଙ୍କ ଘରୁ ଦେଖିବା କିଏ କ'ଣ କରୁଛନ୍ତି। ଚାଲନ୍ତୁ ଦେଖାଉଛି ଆପଣଙ୍କ ଉପର ଘରେ। ଆଉ ମାମା ଏଇଖିଣା ଯାଉଛନ୍ତି ସଞ୍ଜ। ଏଇଟା ଚାଲନ୍ତୁ ଦେଖିବା ମାମା କ'ଣ କରୁଛନ୍ତି। ହଁ ସଞ୍ଜ ଦେଉଛ? ହଁ ହଁ। ଇଏ ହେଲା ଆମ ଠାକୁର ଘର ଯଦି ହେଇନି, ସେ ଅଛନ୍ତି ଠାକୁର ଉପରେ। ଆଜି ଚାଲିଛି ସଞ୍ଜର ଆୟୋଜନ। ଆମର ତ ଯେମିତି ସଞ୍ଜ ଦିଆ, ଆପଣମାନେ ସଞ୍ଜ ଦିଆ ହେଲା କି ନାହିଁ ନିହାତି କମେଣ୍ଟ ଭିତରେ କହିବେ। ଆଉ ଇଏ ହେଲା ଆମ ଛାତର ନଜାରା। ତ ଆଜି ଯେହେତୁ ବର୍ଷା ହେଉଥିଲା ଦିନମାନ ସାରା, ପାଗଟା ସେଇ ଯୋଗୁଁ ଟିକେ ଭଲ ଥଣ୍ଡା ଲାଗୁଛି। ଆଜି ତ ଖରା ହେଇନି ମୁଳେ, ସେ ଯେଉଁ ବର୍ଷା ହେଇଛି ବୋଲି ଆଜି ପାଗଟା ଥଣ୍ଡା ଲାଗୁଛି। ଆଉ ସବୁ ଛାତ ଏରିଆ ତ ଏଇଖିଣା ଓଦା ଅଛି। ଏପର୍ଯ୍ୟନ୍ତ ବି ଖରା ହେଇଥିଲେ ସିନା ଶୁଖିଥାନ୍ତା, ଖରା ତ ହେଇନି, ଛାତ ଏରିଆ ବି କିଛି ଶୁଖିନି। ଆଉ ଇଏ ବର୍ଷା ହେଉଛି ବୋଲି ଚଢ଼େଇ ହେରା ବୋବଉଛନ୍ତି ଆଜି ବଢ଼ିଆ। ବର୍ଷା ବି ଏଇଖିଣା ଜହ୍ନ ବି ଏଇଖିଣା ଆସିନି। ବର୍ଷା ହେରା ଉଠେଇଛି ନା, ବର୍ଷା ଉଠେଇନି। ଏବେ ସନ୍ଧ୍ୟା ହେଇଗଲା, ସେ ଜାଣି ହେଉନି। ବର୍ଷା ତ ଏଇନା ଉଠେଇନି। ଆଉ ଯେହେତୁ ବର୍ଷା ଉଠେଇନି ତ ପାଗ ତ ବଢ଼ିଆ କିନ୍ତୁ ଥଣ୍ଡା ଦେଇଛି। ଦେଖିବା ରାତି ଭିତରେ କ'ଣ ହେଉଛି। କାଲି ରାତି 9ଟା 10ଟା ବେଳୁ ବର୍ଷା ଟିକେ ପକାଉଥିଲା, ରାତିରେ ଛାଡ଼ିଗଲା। ଆଜି ଦିନରେ ସେମିତି ଝୁପୁର ହେଉଥିଲା। ସେ ଯୋଗୁଁ ବର୍ଷା ଆଜି ଖରାବେଳେ ବୋଧେ ଜୋର ହେଇଛି କ'ଣ। ଆଉ ସେପଟେ ତ ବର୍ଷାଟା କୁହୁଡ଼ି ଇଏ କରି ରଖିଛି। ଇଏ ହେଉଛି ଆମର ସଞ୍ଜବେଳର ସିନ୍। ଆଜି ମୋ ରୁମ୍ ହେଲା ଏଇଟା। ମୋ ରୁମ୍ ଉପରେ ଏଇଖିଣା ମୁଁ ତ ପଳେଇବି ହଷ୍ଟେଲ, ସେଇ ଯୋଗୁଁ ମୋ ରୁମ୍ କିଛି ଖଟରେ ପଡ଼ିନି। ହଷ୍ଟେଲ 2 ବର୍ଷ ପରେ +2 ପାଇଲା ପରେ ଆଇଲା ପରେ ରୁମ୍ଟା ରେଡ଼ି କରିଦେବା। ଆପଣମାନେ ଦେଖିବେ ରୁମ୍ ରେଡ଼ି ହେଲା ପରେ, ଆପଣମାନେ ତ ନିହାତି ଆଗେ ଦେଖେଇବି। ଏଇଟା ଥିଲା କିଛି ପ୍ରକାର ମୋ ରୁମ୍। ଏଇଠି ଗୋଟେ ଝରକା, ଏଇଠି ଗୋଟେ ଝରକା। ଏଇଟା ତ ଆମର କାନ୍ଥ ଥାକ ଏମିତି। ତାପରେ ଏଇଟା ହେଲା ଆମ ବାରଣ୍ଡାରେ ଇଏ ଆମ ଛାତ। ଆଉ ଏଇ ଛାତ ଯେହେତୁ ଲାଇଟ୍ଟା ବନ୍ଦ କରିଦେବା ଏଇଖିଣା। ତ ଇଏ ମୋ ରୁମ୍ ଗଲା। ଏଇଟା ହେଲା ମୋ ଭାଇ ରୁମ୍, ବଡ଼ ଭାଇ, ମୋ ଭାଇ ଯିଏ। ତଳୁ ଦେଖୁଛି ଆପଣଙ୍କୁ ଆମର ଠାକୁର ଘର କୋଉଟା ଆଉ ରୋଷେଇ ଘର କୋଉଟା। ଏଇଟା ତ ଆପଣ ଦେଖିଥିବେ, ଏଇଟା ଆମର ଏଇ ରୁମ୍ଟା ଆମର ତ ବେଡ଼ରୁମ୍। ଏଇଟା ତ ଆମେ ଏଇ ରୁମ୍ରେ ଶୁଆ ବସା ସବୁବେଳେ ଏଇଖିଣା ଆମର ହେଉଛି। ଆସନ୍ତୁ ଦେଖିଦେବା ସେପଟ ରୁମ୍ଟା। ତାପରେ ଇଏ ଗୋଟେ ପ୍ରକାର ରୁମ୍। ହଁ
ଯାଉଥିଲ ତାପରେ ଆମର ହେଲା ଏଇଟା ରୋଷେଇ ଘର ଯେ ଦେଖ ରୋଷେଇ ଘର ହାଲତ କ'ଣ ହେଇ ପଡ଼ିଛି, ମାନେ ସବୁ କାମ ଏରିଆ ହେଇନି, ସେ ହବ କାମ ଆଉ। ପ୍ଲାଷ୍ଟର ଏରିଆ ହେଇସାରିଲା ପରେ ନିହାତି ଆପଣ ଦେଖି ପ୍ଲାଷ୍ଟର ହେଲା ବେଳେ ଏଇଟା ହେଲା ଠାକୁର ଘର ଯେ ଏଇଟା ଏମିତି ଗୋଟେ ଠାକୁର ଘର। ଇଏ ହେଲା ମୋ ସାଇକେଲ, ଯେ ମୁଁ ଦଶମ ବେଳେ ମୋତେ ବହୁତ ସାଥ ଦେଇଛି, ଯେ ସାଇକେଲ ମୋତେ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚେଇଛି, ସ୍କୁଲ ଆଣି ଘରେ ପହଞ୍ଚେଇଛି। ତ ବହୁତ ଅସୁବିଧା ହୁଏ ଯାହା ବଲେ ସାଇକେଲ ମାନେ ଜାଣିଥିବେ। ଏଇଟା ରୋଷେଇ ଘରେ ତ ନୁହଁ, ଏଇଟା ରୋଷେଇ ଘର ତ ଜିନିଷ ଗୁଡ଼ା ରହିଛି। ଏଇଟା ହେଲା ଠାକୁର ଘର, ସେଇଟା ତ ଦେଖିଲ ରୋଷେଇ ଘର ହେଇନି ବୋଲି ଆମର ଏଇଠି ରୋଷେଇ ହେଉଛି। ତାପରେ ମା ବଇଛି ନା ବାହାରେ ପଣସ କି ଆଣି ଦେଇଗଲେ, ଦୁଇଟା ମଟର ଲାଗିଛି, ମା ତାର ବାହାରେ ବସି କ'ଣ କରୁଛି ଆଉ। ସେଇଟା ହେଲା ଆମର ଠାକୁର ଘର ଆଉ ରୋଷେଇ ଘର ଦେଖିଲେ। ତାପରେ ମୁଁ ହେଇଛି ମୋ ରୁମ୍କୁ, ରୁମ୍ ତ ହାଲତ ଏମିତି ପଡ଼ିଛି କିଛି। ଆଉ ତ ଝୁଅ ଆଇଲେଣି, ଝୁଅର ଟ୍ୟୁସନ୍ ଟାଇମ୍ ହେଇଗଲେ। ଟ୍ୟୁସନ୍ କେତେବେଳେ? 6:30ରେ ଆଉ 7ଟା ହେଲାଣି ବା, ସାର୍ ଆସିନାହାନ୍ତି କ'ଣ? ସାର୍ ଆସିନାହାନ୍ତି, ଆସିବେ ଡେରି କରି ଆସୁଛନ୍ତି ଆଉ। ଆମରି ଘରେ ଟ୍ୟୁସନ୍ ହେଇଯାଇଛି, ଝୁଅ ଏଇଠି ଯାଏ ଟ୍ୟୁସନ୍। ଆଉ ପାଣି ମଟର ଲାଗିଥିଲା, ମଟରରୁ ପାଣି ପଡ଼ିଲାଣି, ପାଣି ପଡ଼ୁଛି। ଏଇଟା ହେଲା ତ ଆପଣ ବାରିରେ ସିନା ଦେଖିଥିବେ ପାଣି କେତେ ଗଦା ହେଉଛି, ଆପଣଙ୍କର ଶୁଭୁଥିବ ନିହାତି। ଲାଇକ୍ କମେଣ୍ଟ ସେୟାର କରିଦେବେ। ଆମ ଝିଅ କହୁଛି ଲାଇକ୍ କମେଣ୍ଟ ଆଉ ସେୟାର କରିଦେବେ। ସବସ୍କ୍ରାଇବ୍ଟା ତ ଭୁଲିଗଲୁ କହିବାକୁ, ସବସ୍କ୍ରାଇବ୍ କ'ଣ କରିବି? ସରି କହିଦେ, ସବସ୍କ୍ରାଇବ୍ କରିଦବ ଜଲ୍ଦି, ଲାଇକ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦବ। ରହିଲି ତାର ମୁଁ ମୋର ରହିଲି, ଭାଇ ତାର ଭିଡ଼ିଓ କରିଛି, ଆଉ ମୁଁ ତ ମୋର ରହିଲି, ଭାଇ ତାର ଭିଡ଼ିଓ କରିଛି। ସେ ତାର ରହିକି ଯିବ ଟ୍ୟୁସନ୍ ହେଇକିନା। ଆମ ଟ୍ୟୁସନ୍ ସାର୍ ଏଇନା ପଢ଼ାଇଲେଣି, ତ ଝୁଅ ବାହାରି ଯିବ ଏଇନା ଟ୍ୟୁସନ୍। ପିଲା ବି ଆଇଲେଣି, ଆଉ ତ ପିଲା ଆଇଲି ନିହାତି ହେଉଛନ୍ତି 15 ଜଣ ପାଖାପାଖି, 20 ଜଣ ପାଖାପାଖି ଆମ ଟ୍ୟୁସନ୍ ଅଛି। ମୁଁ ବି ଏଇଠି ହେଇଥିଲି, ମୁଁ ବି ଏଠି ହଏ ଟ୍ୟୁସନ୍। ତାପରେ ଆମ ଝୁଅ ଏଇନା ଯାଇଛି ତାର ସାଢ଼େ କ'ଣ ଲାଗୁଛି ଖାଇବାକୁ ଦେବାକୁ, ଖାଇନି ବନବିଟା ଗୋଟେ ପିଇ ଦେଇ ଯିବ ଆଉ। ବନବିଟା ପିଇକି ଯିବ। ଆଜି କହୁଛି ତାକୁ ପଣିକିଆ ଦେଇଥିଲି 23 ଡାକି, ସେ ଆଜି ଆସୁ ତାକୁ ପଚାରିଲେ 23 ଡାକିବ, ଦେଖିବା ଆଉ ସେ କେମିତି କ'ଣ ତାକୁ କରିଛି, ଦେଖେଉଛି ଆମମାନଙ୍କୁ ଆଉ। ଆସି ତାକୁ ଦେଉଛି ବନବିଟା ଗୋଳିକି, ଦେଖି ବନବିଟା ପିଉଛି ଗୋଟେ ଝିଅ, ଗରମ ଉଠି ବନବିଟା ପିଉଛି। ପଡ଼ିଲା ପଞ୍ଚମରେ ଆସି ବନବିଟା ଗୋଟେ ପିଉଛି, ଡେଙ୍ଗା ହେଉନି, କହୁଛି ତୁ କେମିତି ଏତେ ଲମ୍ବା ହେଇଗଲୁ ମୋତେ ଟିକେ କହିଲୁ, ନା ପିଉଛି ହସୁଛି। ଆପେ ମାମା ତାର ଗୋଳିକି ଦେଲା ତାକୁ ଏଇଖିଣା। ଆଉ ସେ କେମିତି ବଡ଼ ହେଲା ମୁଁ ଜାଣିନି। ଛୋଟିଆଟା ତୁ ବଡ଼ କେମିତି ହବୁ? ଆଉ ବନବିଟା ଶିବସେନା ବନବିଟା ତାକୁ 23 ଡାକିବ, ତମକୁ ଦେଖେଇବି ସେ 23 ଡାକିବ। 23 ହେଇଛି ଟି? ହାଁ ସିଏ ତାରଟା ପିଆରେ ମାତିଛି କହିବାର ନାହିଁ, ପିଇସାର ତ ପଚାରିବା ହେଇଗା ଭାଇଆଣି 23 କହିନି। ତ ହ୍ୟାଲୋ ଗାଇଜ୍, କାଲି ଆଉ ରାତି ବେଳା ବ୍ଲଗ୍ କରିପାରିନଥିଲି କାରଣ ରାତିରେ ଟିକେ ଶୋଇପଡ଼ିଥିଲି, ନିଦ ଦେହ ଟିକେ ଭଲ ଲାଗିଲାନି କି ଶୋଇପଡ଼ିଥିଲି। ମୁଁ ଭାବିଲି ଆଜି ଯାହା ବ୍ଲଗ୍ଟା କଥା ସକାଳୁ ବି ଉଠିଲା ବେଳେ ଦେଖିବା ଲାଇନ୍ ନଥିଲା ଘରେ, କାରଣ ବର୍ଷା ତ ଉଠେଇଛି, ସେଇ ଯୋଗୁଁ ଲାଇନ୍ ନଥିବାରୁ ମୁଁ ଆଉ ସକାଳ ବେଳା ବ୍ଲଗ୍ କରିନଥିଲି। ଏଇଖିଣା ଦିନର ସମୟ ହେଲେ ଆସି 3ଟା ବେଳେ ମୁଁ ଭାବିଲି ଟିକେ ବ୍ଲଗ୍ କରିଦେବା। ଆଜି ବ୍ୟାକ୍ କ୍ୟାମେରା କରି ଆଜିର ଏଇଖିଣାର ୱେଦର୍ ଦେଖେଇ ଦେଉଛି। ତ କାଲି ସନ୍ଧ୍ୟାବେଳେ ଆପଣମାନେ ୱେଦର୍ ଦେଖିଥିବେ, ଆଜିର ଏଇଖିଣା 3ଟା ବେଳର ଆଫ୍ଟରନୁନ୍ର ୱେଦର୍ଟା ଦେଖିଦିଅନ୍ତୁ, ତାପରେ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରୁଛି। ତାପରେ ଇଏ ଆଜି ଥିଲା କିଛି ଆଜିର ହେଲା ୱେଦର୍, ତ ବର୍ଷା ହେରିକା ତ ବର୍ଷା ପାଗ କରିଛି, ବର୍ଷା ଯଦି ଉଠେଇଛି। ସୂର୍ଯ୍ୟବାବୁ ଆଜି ଆଇଥିଲେ ଯେ ଆଜି ଏତେ ସମୟ ରହିନଥିଲେ, ବର୍ଷା ହେରିକା ଯଦି ଉଠଉଛି ସୂର୍ଯ୍ୟବାବୁଟା ପଳେଇଥିଲେ। ଅଛନ୍ତି ଏଇଖିଣା ମୁଣ୍ଡ ଉପରେ ଏଇଖିଣା ଅଛନ୍ତି, ଏପଟେ ସେଇଠି ସେଇଠି ଅଛନ୍ତି ଯେହେତୁ ପବନ ହେରିକା ଏତେ ହଉନି, ଟିକେ ଗୁଳୁଗୁଳିଟା ଜୋର ହଉଛି। ଯେହେତୁ ଏଇଖିଣା 3ଟା ବାଜିଲାଣି, ତା ଝୁଅ ବାହାରିଲାଣି ଟ୍ୟୁସନ୍, ଝିଅ ତାର ଯିବ ଟ୍ୟୁସନ୍ ହେଇକିନା। ତାପରେ ଆମର ଯିବି ତଳକୁ ଗଲେ ଦେଖିବା ତଳେ କିଏ କେଉଁଠି କ'ଣ କରୁଛନ୍ତି। ତାର ଯିବା ଦେଖିବା, ଝୁଅ ତାର ଟ୍ୟୁସନ୍ ବାହାରିଲାଣି ଯିବ, ଦେଖିବା ଆଉ ଚାଲ।
ବିଲୁ ଏଠି କ'ଣ ଚିଆରଟା ପଡ଼ିଛି ତୋ ପାଇଁ? ଏଇ ଚିଆର ପଡ଼ିଛି ତୋ ପାଇଁ, ଶୋଇଛୁ ଏଠି ଅନା ବାଡ଼ୁ ସାଡ଼େ କାହାକୁ ଅନଉଛୁ? ତୁ ଏଠି ଅନଉ ସାଡ଼େ କାହାକୁ ଅନଉଛୁ? କାଳେ ଏଣା ତାର ଯୋଉ ଟ୍ୟୁସନ୍ ତାର ଅଛି ଉଙ୍କୁଣି ଦେଖୁଛି। ଦେଖିପାରୁଛି ଆମ ବିଲୁ ଶୋଇଛି। ବିଲୁ ନା ବିଲେଇ? ଏଇଠି ଆମ ଲାଗିଥିଲା କ'ଣ ନା ଶାଗ। କି ଶାଗ କେଜାଣି ତ ଲାଗିଛି ଏଠି ଶାଗ। ଆଜିର ସେଇ ଏମିତି ପ୍ରକାର ପାଇଁ ଅଛି ଆଉ। ଗାଇସ୍, ଆପଣମାନେ ଯଦି ଏଇ ଭିଡ଼ିଓଟି ମୋର ଭଲ ଲାଗିଛି ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ କରିକି ଯିବେ। ରହୁଛି, ଜୟ ଜଗନ୍ନାଥ।